କାଲି ତାଙ୍କର ଘରେ ନଥିଲେ ଯେ ଟିକେ ପାଟି ହେଇଗଲା। ତାପରେ ଆମେ ଚକରୁ ଆଣିଲା ବେଳେ ମୋ ଶ୍ୱଶୁର ତାର ନିଜକୁ ପାଟି କରୁଥିଲେ ବେଳେ ଆମେ ମାଡ଼ ଗୋଳ ହେଇଗଲୁ। ମାଡ଼ ଗୋଳ ହେଲା ପରେ ମୋ ଶ୍ୱଶୁର ମୋତେ ବାଡ଼େଇଲା। ତାପରେ ମୋ ଛୁଆକୁ ଧରିକି ସେ ପଳେଇଲା ପରେ ସେମାନେ ମୋତେ ଯାଇକି ସେଠି ତଡ଼ିଲା ପରେ ସେଠି ମୋତେ ବାଡ଼େଇଲେ ଆଉ। ତାପରେ ସେଠି ମୋତେ ଜାଙ୍କିକି ଇଏ କରିଦେଲେ। ଛୁଆଟାକୁ ତମେ ପକେଇଦେଲ? ଆଜ୍ଞା। ଛୁଆ କ'ଣ ହେଲା? ଛୁଆଟା ମରିଗଲା। ତାପରେ ମୁଁ ତାନାକୁ ପଳେଇଲି ରାଗରେ। କିଏ ମାଇଲା? ମୋ ସ୍ୱାମୀ। କଣ ପାଇଁ ମାଇଲା? କଣ ଥିଲା ଘଟଣା? ସେ ଝଗଡ଼ା ହେଲା ପରେ ଆଉ ସେଠୁ କଚିଦେଲା ଆଉ ସେଠୁ ଆଣିକି ଆସିଲୁ। ସିଏ କ'ଣ ପିଟି ଦେଲେ। ସେଠୁ ଏଇନା ତ କହୁଛି ଆଉ ତମେ ମତେ ମାରିଲ, କାଚରେ ଘୁଷିକି ମାରିଲ ବୋଲି କହୁଛି। ସେ କହିଲା ମୋ ଛୁଆ କହିକି ଛଡଉଛି ବୋଲି ଆଉ। ସେ ରାଗରେ କହିଲା ତୋର ଛୁଆ ହବନି କି ମୋର ବି ହବନି ବୋଲି। ଛୁଆଟାକୁ ରଖିବନି ମାରିଦବା? ହଁ ସେମିତି ପୁରା କହିଲା। ମୁଁ ଛଡଉଥିଲି ବୋଲି ସେ କାଟିଦେଲା। ଏଇ ଛୁଆ ପାଇଁ ତୋ ଛୁଆ ହେଇକି ଛଡଉଛି କହିଲା। ଚାଉଳ କିଣିବୁ ବୋଲି ସେଇଟା କହିବା ଯୋଗୁରୁ ସିଏ ମତେ ମାରିଲା। ଛୁଆଟାକୁ ସେଠୁ ନେଇକି ଯାଇଥିଲା। ସେଠୁ ମୁଁ ଛଡେଇବାକୁ ଯାଇଥିଲି, ସେତିକି ଘଟଣା ହେଲା। ହେଲା ଯେତେବେଳେ ତାଙ୍କର ସ୍ୱାମୀ ସ୍ତ୍ରୀ ତାଙ୍କର ଝଗଡ଼ା ଝାଟି ନାଗିକି ତାଙ୍କର ଯାଇଥିଲେ। ମୁଁ ତାପରେ ମୁଁ ଚାଉଳ ନଥିଲା, ଚାଉଳ ପାଇଁ ମୁଁ ଯାଇଥିଲି। ଚାଉଳ ଧରିକିରି ଆଉଥିଲି, ମୁଁ ଟିକେ ଦୂର ବାଟରେ ଥିଲି। ତେଣୁ ସେଠୁ ତାଙ୍କର ଝଗଡ଼ା ଝାଟି ସେଠି ଗୋଡ଼ ଛଡ଼ା ହେଲେ। ସେଠୁ ତାପରେ ଛୁଆଟାକୁ କଚି ଗଲେ ସେ ଲୋକରା କରିଥିଲେ। ସେଠୁ ତାପରେ ତାକୁ ସେଠୁ ବାଡ଼େଇଥିବେ। ସେ କ'ଣ କେମିତି ଆକ୍ଚୁଆଲି କାହିଁକି ଏମିତି ଘଟଣା ଘଟିଲା? କ'ଣ ପାଇଁ ଘଟିଲା ଯେ ଆଜ୍ଞା ମୁଁ ତ କିଛି କହିପାରିବିନି। ଝିଅ କେବେ ବାହାଘର କରିଥିଲେ? କ'ଣ କେମିତି କରିଥିଲେ? ସେଇଟା 2 ବର୍ଷ ବର୍ଷେ ବୋଧେ।